हरे कृष्ण हरे राम ये मन हरे नाम हरे कृष्ण हरे राजा प्रणाम करंत ग्रहण आसन अलंकृत करंतु देवर्षि नारद किंतु देवर्षि नारद किंवा गमन मोर मथुरा कटक जाउतिले मोहि मन को जाने हेली मो नेत्र पड़िला तोर ई राजा काहे की देवर्षि कंस तू गोटे भूल काम करिछु की काम करिछि देवर्षि हां कंस तू भूली जाउछु से दिनर कथा की काम सतरे मोर मन पड़ी जाउने मन पकई दियंतु देवर्षि ठीक अछि कंस सुना तो मारा भेदा मने नाही आड़ा नारायण नारायण जानी तो कंस देवकीर अष्टम गर्भर संतान
ଦେବର୍ଷି ଆଉ ଗୋଟିଏ କଥା ମନେ ରଖ କଂସ। କି କଥା ଦେବର୍ଷି? ଗୋଟିଏ ଗୋଳାକାର ବୃତ୍ତ ମଧ୍ୟରେ ଯଦି 8ଟି ବିନ୍ଦୁ ଅଙ୍କାଯାଏ ତାହେଲେ କୋଉଟା ପ୍ରଥମ କୋଉଟା ଶେଷ କହିପାରିବୁ କଂସ? ଦେବର୍ଷି ହଁ କଂସ କହ, କୋଉଟା ପ୍ରଥମ କୋଉଟା ଶେଷ? କିନ୍ତୁ ତାରି ପ୍ରଥମ ସନ୍ତାନ ମୁଁ ଫେରେଇ ଦେଇଛି। ହଁ କଂସ, ଯଦି ଅଷ୍ଟମ ଗର୍ଭ ସନ୍ତାନ ଯଦି ପ୍ରଥମ ଜାତ ହୋଇଥିବ ସେହି କଥା କହୁଛି କଂସ। ତାହେଲେ ଉତ୍ତମ ଉତ୍ତମ ବିଷୟ କହିଛନ୍ତି ମହାରାଜ। ଦେବର୍ଷି ନାରଦ ଉତ୍ତମ କଥା କହିଛନ୍ତି। କଣ ଦେବର୍ଷି ନାରଦ ସତ କଥା କହୁଛନ୍ତି? ହଁ ମହାରାଜ, କାରଣ ସେ ପ୍ରଥମ ସନ୍ତାନ ବି ଆପଣଙ୍କ କାଳକଣ୍ଠ କହିବ। ନାରାୟଣ ନାରାୟଣ ଆଉ କଂସ, ଦେବକୀର ପ୍ରଥମ ସନ୍ତାନ ହଉ ଅବା ଅଷ୍ଟମ ସନ୍ତାନ ହଉ, ଦେବର୍ଷି ସେ ପ୍ରଥମ ସନ୍ତାନ ଭିତର କାଳକଣ୍ଟକ ହୋଇପାରେ। ଦେବର୍ଷି ନାରାୟଣ ନାରାୟଣ ତାହେଲେ ସେଇ ବାଣୀ କହିଥିଲା ଯାଇଥିଲା ମତେ ତାରି ଅଷ୍ଟମ ଗର୍ଭ ସନ୍ତାନ ତର ମୃତ୍ୟୁର କାରଣ। ତାହା କଣ ସତ୍ୟ ନୁହେଁ? ହଁ ସତ୍ୟ, ହେଲେ ଅଷ୍ଟମ ପ୍ରଥମ କୋଉଟା କଣ ତୁ ଜାଣିପାରିବୁ? ନା ଜାଣି ନାହିଁ। ହଁ କଂସ, ସେ ପ୍ରଥମେ ଭିତର କାଳକଣ୍ଟକ ହୋଇପାରେ। ତାହେଲେ କଣ ସେଇ ଦେବକୀର ପ୍ରଥମ ସନ୍ତାନ କଚାଡ଼ି କଚାଡ଼ି ମାରିବେ ଏଇ ଚକ୍ର ଛାରେ? ହଁ କଂସ, ତାହେଲେ ମତେ ତୁ ବିଦାୟ ଦେ। ଦଉଛି ବିଦାୟ। ମୋରି ପ୍ରଣାମ କରନ୍ତୁ ଗ୍ରହଣ। ଯଶସ୍ୱୀ ଭବ, ସବୁଦିନ ଛଟକୁ ଥାଉ ତୋରି ମସ୍ତକରେ ସିନାର ମୁକୁଟ।